ମୋ ପିଲାଟି ଡାକ୍ତର ହଉ, ମା ଚାହୁଁଥାନ୍ତି ମୋ ପିଲାଟି ଲେକ୍ଚର ହଉ, ମାମୁଁ ଚାହୁଁଥାନ୍ତି ମୋ ପିଲାଟି ତବଲା ବାଦକ ହଉ। ସମସ୍ତଙ୍କର ଆଶା ପିଲାଟିରେ ଲଗେଇ ଦିଆଯାଏ। ତାହେଲେ ଏହା କ'ଣ ଠିକ୍ କି? କେହି ବୁଝନ୍ତିନି ପିଲାଟି କ'ଣ ହେବା ପାଇଁ ଆସିଛି। ତାହେଲେ ଆମେ ଶିକ୍ଷା ଏମିତି ଗ୍ରହଣ କରିବା, ଶିକ୍ଷାଟା ଆମର ମଜାଦାର ହେବା ଦରକାର। ଆଉ କାହା ଚାକରି ନୁହେଁ, ଆଉ କାହା ଆଶାକୁ ପୂରଣ କରିବା ପାଇଁ ମୁଁ ଶିକ୍ଷା ଗ୍ରହଣ କରିବି ନାହିଁ। ମୁଁ ଶିକ୍ଷା କରିବି, ମୋ ଶିକ୍ଷା ଗ୍ରହଣ ଏମିତି ହେବା ଦରକାର ମୁଁ ସାର ରସ ନେଇପାରୁଥିବି, ଅର୍ଥ ମଜା ନେଇପାରୁଥିବି। କ୍ଲାସରେ ପାଠ ପଢିଲା ବେଳେ ମଜାରେ ପଢିବି, ବହି ଖୋଲି ଗୀତ ଗାଇଲା ବେଳେ ମଜାରେ ବି ଗାଇବି। ଯେମିତି ମଜା ନେଇପାରୁଥିବି ସେଥିରୁ, ତେବେ ଯାଇକି ଶିକ୍ଷାଟା ମୋର ସାର୍ଥକ ହବ। ଶିକ୍ଷା ଗ୍ରହଣ କରିବା ମୋର ସାର୍ଥକତା ଲାଭ ହେବା ସହିତ ସମାଜର କିଛି ମଙ୍ଗଳ ହବ। ବୈଜ୍ଞାନିକଟିଏ ଯେତେବେଳେ ବିଜ୍ଞାନ ଜଗତରେ କାମ କରୁଥାନ୍ତି, ଆଉ କାହାକୁ ଖୁସି ଦେବା ପାଇଁ ନୁହେଁ, ନିଜ ଖୁସିରେ ସେ ଲାଗି ପଡ଼ିଥାନ୍ତି। ସିଏ ଜାଣିନଥାନ୍ତି ଯେ ମୁଁ ଆଉ କାହାକୁ ଖୁସି ଦେବା ପାଇଁ ମୁଁ ଦିନ ସାରା ବା ରାତି ସାରା ନ ଖାଇ ନ ଶୋଇ ମୋ ଗବେଷଣାରେ ମୁଁ ଲାଗି ରହିଛି। ନାଇଁ, ସେ ନିଜ ଖୁସି ପାଇଁ କାମ କରୁଥାନ୍ତି, କିନ୍ତୁ ସେହି କାମଟି ନିଜକୁ ଖୁସି ଦେବା ସହିତ ସମାଜରେ ମଙ୍ଗଳ କରିଥାନ୍ତି। ଶିକ୍ଷାଟା ଆମ ପାଇଁ, ସମସ୍ତଙ୍କ ପାଇଁ ମଜାଦାର ହେବା ଦରକାର। ଆମେ ଯାହା ପଢିବା ଖୁସିରେ ଖୁସିରେ ପଢିବା। ଆଉ ଗୋଟେ କଥା ମୁଁ କହୁଛି, ବିଦ୍ୟାଳୟ କୌଣସି ଆମର ପ୍ରତି କୌଣସି ସମ୍ପତ୍ତି ଆମେ ନଷ୍ଟ କରିବା ନାହିଁ, କାରଣ ତାହା ହେଉଛି ଆମର ଜାତୀୟ ସମ୍ପତ୍ତି। ତାକୁ ସମ୍ମାନ ଦେବା, ତାର ସୁରକ୍ଷା ଦେବା ଆମର କର୍ତ୍ତବ୍ୟ। ଏବଂ ଶିକ୍ଷାକୁ ସମ୍ମାନ ଦେବା ଜରୁରୀ। ଆଉ ଗୋଟେ କଥା ତମେ ଜାଣିଥିବ, ଭାରତ ହେଉଛି ବିଶ୍ୱଗୁରୁ। କାହିଁକି ନା ଭାରତୀୟ ମାନେ ସବୁବେଳେ ନିଜର ଅସ୍ତିତ୍ୱକୁ ନେଇକି ପ୍ରଶ୍ନ କରନ୍ତି, ନିଜର ବୋଧକୁ ନେଇକି ଅନେକ ଚିନ୍ତା କରନ୍ତି। ସେଥିପାଇଁ ଭାରତୀୟ ମାନେ ହେଉଛନ୍ତି ମହାନ, ଆଉ ଭାରତ ହେଉଛି ବିଶ୍ୱଗୁରୁ। ଆମେ ଏହାକୁ ବଜାୟ ରଖିବା ପାଇଁ ଶିକ୍ଷାକୁ ମଜାରେ ମଜାରେ ଗ୍ରହଣ କରିବା, ଖୁସିରେ ଖୁସିରେ ପାଠ ପଢ଼ିବା।